ଭକ୍ତିଗୀତି ସଞ୍ଚୟନ। ଦଶବିଧ ନାମ ଅପରାଧ। ପବିତ୍ର ନାମ ଜପରେ 10ଟି ଅପରାଧ ରହିଛି। ତେଣୁ ଏହି 10ଟି ଅପରାଧରୁ ସର୍ବଦା ଦୂରେଇ ରହିବା ଉଚିତ। ଭଗବାନଙ୍କର ପବିତ୍ର ନାମ ପ୍ରଚାରରେ ଜୀବନ ଉତ୍ସର୍ଗ କରିଥିବା ଭକ୍ତମାନଙ୍କର ନିନ୍ଦା କରିବା, ଶିବ କିମ୍ବା ବ୍ରହ୍ମାଙ୍କ ଭଳି ଦେବତାମାନଙ୍କ ନାମକୁ ଭଗବାନ ବିଷ୍ଣୁଙ୍କ ନାମ ସହିତ ସମାନ ବା ତାହାଠାରୁ ସ୍ୱତନ୍ତ୍ର ବୋଲି ବିଚାର କରିବା, ଆଧ୍ୟାତ୍ମିକ ଗୁରୁଙ୍କ ଆଦେଶ ଅମାନ୍ୟ କରିବା, ବୈଦିକ ଶାସ୍ତ୍ର ବା ବେଦ ପ୍ରମାଣ ସମର୍ଥକ ଶାସ୍ତ୍ରର ନିନ୍ଦା କରିବା, ହରେ କୃଷ୍ଣ ନାମ ଜପର ମହିମାକୁ କାଳ୍ପନିକ ମନେ କରିବା, ଭଗବାନଙ୍କ ପବିତ୍ର ନାମର ଅର୍ଥାନ୍ତର କରିବା, ଭଗବାନଙ୍କର ପବିତ୍ର ନାମ ବଳରେ ପାପପୂର୍ଣ୍ଣ କାର୍ଯ୍ୟ କରିବା, ହରେକୃଷ୍ଣ ନାମ ଜପକୁ ବୈଦିକ କର୍ମକାଣ୍ଡରେ ବର୍ଣ୍ଣିତ ପୁଣ୍ୟକର୍ମ ସହିତ ସମାନ ବୋଲି ବିଚାର କରିବା, ଅଶ୍ରଦ୍ଧାକୁ ଲୋକଙ୍କୁ ପବିତ୍ର ନାମର ମହିମା ଅଧିକ ଶିକ୍ଷା ଦେବା, ପବିତ୍ର ନାମ ଜପ ଉପରେ ପୂର୍ଣ୍ଣ ଭରସା ନ ରଖିବା ଏବଂ ଏ ସମ୍ପର୍କରେ ଏତେ ଶିକ୍ଷା ଲାଭ କରିବା ପରେ ମଧ୍ୟ ଭୌତିକ ଆସକ୍ତି ପୂର୍ବବତ୍ ଅକ୍ଷୁଣ୍ଣ ରଖିବା, ବୈଷ୍ଣବ ବୋଲି ନିଜକୁ ଦାବି କରୁଥିବା ପ୍ରତ୍ୟେକ ଭକ୍ତ ଏ ଅପରାଧଗୁଡ଼ିକ ସମ୍ପର୍କରେ ସାବଧାନ ରହିବା ଆବଶ୍ୟକ। ତାହେଲେ ସେ ଆକାଂକ୍ଷିତ ସଫଳତା ଶୀଘ୍ର ଲାଭ କରିପାରିବ।